ଏଇଟା ଅଶୋକ ବାବୁଙ୍କର ବିୟୋଗ ଆମ ପାଇଁ ଏକ ଅପୂରଣୀୟ କ୍ଷତି। କେବଳ ଆମ ପାଇଁ, ଆମ ଅନୁଷ୍ଠାନ ପାଇଁ ନୁହେଁ, ବୃହତ୍ତର ଭାବରେ ଓଡ଼ିଶାର ଯେଉଁ ସାମ୍ବାଦିକତା ପରିସର ଅଛି ତା ପାଇଁ କ୍ଷତି। କାରଣ ବର୍ତ୍ତମାନ ସମୟରେ ଜଣେ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ, ଲେଖକ ଏବଂ ସୃଜନାତ୍ମକ ଅଭିବ୍ୟକ୍ତି ଥିବା ବ୍ୟକ୍ତିଙ୍କ ସଂଖ୍ୟା ଧୀରେ ଧୀରେ କମି ଯାଉଛି। ଏହି ଦୃଷ୍ଟିରୁ ବିଚାର କଲେ ତାଙ୍କ ଯେଉଁ ଅକାଳ ବିୟୋଗ ହେଲା ତାହା ପୁରା ସାମ୍ବାଦିକତା ପରିବାର ପାଇଁ ଏକ ବିଶେଷ କ୍ଷତି। ଏବଂ ବ୍ୟକ୍ତିଗତ ଭାବରେ ମୁଁ ଯଦିଓ ତାଙ୍କ ସହିତ ମିଶି ନାହିଁ, କିନ୍ତୁ ତାଙ୍କର ଯେଉଁମାନେ ସହପାଠୀ ଥିଲେ, ତାଙ୍କର ଯେଉଁମାନେ ଶିକ୍ଷକ ଅଧ୍ୟାପକ ଥିଲେ, ସେମାନଙ୍କ ଠାରୁ ମୁଁ ଯାହା ଜାଣିବାକୁ ପାଇଲି, ସେ ଅତ୍ୟନ୍ତ ଭାବରେ ମେଳାପୀ, ପରୋପକାରୀ ଏବଂ ନିଜର ବୃତ୍ତିକୁ ନେଇ ସୁନ୍ଦର ଭାବରେ କାର୍ଯ୍ୟ ସମାପନ କରୁଥିଲେ। ଏବଂ ତାଙ୍କର ଏଇ ଯେଉଁ ଅକାଳ ବିୟୋଗ ହେଲା, ମୁଁ ତାଙ୍କ ପରିବାର ଉପରେ ଯେଉଁ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି ଅଚାନକ, ମୁଁ ସେମାନଙ୍କ ପାଇଁ ସମବେଦନା ଜଣାଉଛି ଏବଂ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛି ସେମାନେ ତାଙ୍କୁ ଶକ୍ତି ଦିଅନ୍ତୁ ଏଇ ଯେଉଁ ଦୁଃଖକୁ ସାମ୍ନା କରିବାକୁ ଏବଂ ତାଙ୍କର ଯେଉଁ ସ୍ୱପ୍ନ ଥିଲା ବା ଆକାଂକ୍ଷା ଥିଲା ତାହାକୁ ପରିପୂରଣ